ପ୍ରବାସୀ ଭାରତୀୟ ଦିବସ, ଯାହାକି ଅଣବାସିନ୍ଦା ଭାରତୀୟ ଦିବସ ଭାବରେ ଜଣାଶୁଣା। ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଜାନୁଆରୀ 9 ତାରିଖରେ ପାଳନ କରାଯାଏ। ଭାରତର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ତଥା କୃତିତ୍ୱକୁ ପାଳନ କରିବା ପାଇଁ ଏହି ଦିବସଟିକୁ ପାଳନ କରାଯାଏ। ଏହି ଦିନ ଭାରତର ସ୍ୱାଧୀନତା ସଂଗ୍ରାମର ଆରମ୍ଭକୁ ଚିହ୍ନିତ କରିଥିବା 1915 ମସିହାରେ ଭାରତର ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାଠାରୁ ଭାରତକୁ ଫେରିବା କଥା ମଧ୍ୟ ସ୍ମରଣ କରାଯାଇଛି। ପିବିଡି ପ୍ରଥମେ 2003ରେ ପାଳନ କରାଯାଇଥିଲା ଏବଂ ଏହାପରେ ଭାରତ ସରକାରଙ୍କ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟ ସହ ଜଡ଼ିତ ହେବା ଏବଂ ଦେଶର ସଫଳତା ଏବଂ ପ୍ରଗତି ପ୍ରଦର୍ଶନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହୋଇପାରିଛି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଏହି ସମ୍ମିଳନୀ ହେଉଛି ଏକ 3 ଦିନିଆ କାର୍ଯ୍ୟକ୍ରମ ଯାହା ବିଦେଶୀ ଭାରତୀୟ ସମ୍ପ୍ରଦାୟ, ସରକାରୀ କର୍ମଚାରୀ ଏବଂ ବ୍ୟବସାୟିକ ନେତାମାନଙ୍କୁ ଏକତ୍ରିତ କରି ପାରସ୍ପରିକ ଚିନ୍ତାଧାରା ଉପରେ ଆଲୋଚନା କରିବା ଏବଂ ସହଯୋଗର ସୁଯୋଗ ଅନ୍ୱେଷଣ କରିବା। ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ କନଫେଡେରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରବାସ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହୋଇଛି। ଭାରତର ବିଭିନ୍ନ ଅଞ୍ଚଳର ବିବିଧତା ଏବଂ ପ୍ରଗତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ଏହା ପ୍ରତିବର୍ଷ ଏକ ଭିନ୍ନ ସହରରେ ଅନୁଷ୍ଠିତ ହୋଇଥାଏ। ଏହି ସମ୍ମିଳନୀରେ ସାଧାରଣତଃ ଭାରତୀୟ ଡାୟାସ୍ପୋରା ପାଇଁ ଆଗ୍ରହର ବିଷୟ ଉପରେ ଅନେକ ବକ୍ତୃତା ଏବଂ ପ୍ୟାନେଲ ଆଲୋଚନା, ଯେପରିକି ଭାରତରେ ପୁଞ୍ଜି ବିନିଯୋଗର ସୁଯୋଗ, ଭାରତ ବିକାଶରେ ଦ୍ୱିପାକ୍ଷିକ ଭୂମିକା ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ରହିଛି। ସେଠାରେ ନେଟୱାର୍କିଂ ଇଭେଣ୍ଟ ଏବଂ ସାଂସ୍କୃତିକ ପ୍ରଦର୍ଶନ ସହିତ ପ୍ରତିନିଧିଙ୍କ ପାଇଁ ସ୍ଥାନୀୟ ଆକର୍ଷଣ ପରିଦର୍ଶନ କରିବା ଓ ଆୟୋଜନ ସହର ଏବଂ ଅଞ୍ଚଳ ବିଷୟରେ ଜାଣିବା ପାଇଁ ସୁଯୋଗ ରହିଛି। ଏହା ବ୍ୟତୀତ ପିବିଡିରେ ଏକ ସାଂସ୍କୃତିକ ମହୋତ୍ସବ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ସଙ୍ଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ ତଥା ସମସାମୟିକ କଳା ମାଧ୍ୟମରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିଥାଏ। ଏହି ଉତ୍ସବ ବିଦେଶୀ ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ସେମାନଙ୍କର ମୂଳ ସହିତ ପୁନଃ ସଂଯୋଗ ହେବା ଏବଂ ଭାରତର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଏକ ଉତ୍ତମ ସୁଯୋଗ ଅଟେ। ପିବିଡିର ଥିମ୍। ପିବିଡିର ବିଷୟବସ୍ତୁ ପ୍ରତିବର୍ଷ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଭାରତୀୟ ପ୍ରାଥମିକତା ଏବଂ ସାମ୍ପ୍ରଦାୟିକ ପ୍ରାଥମିକତା ଏବଂ ଚିନ୍ତାଧାରାକୁ ପ୍ରତିଫଳିତ କରିବାକୁ ମନୋନୀତ। ଅତୀତରେ ପିବିଡିର କିଛି ଥିମ୍ ଗୁଡ଼ିକ ହେଲା ଏନଗେଜିଂ ଡାୟାସ୍ପୋରା, କନେକ୍ଟିଂ ଆକ୍ରସ୍ ଜେନେରେସନ୍ସ 2014, अपना भारत अपना गौरव 2015, रीडिफाइनिंग एंगेजमेंट विथ द इंडियन डायस्पोरा 2017, कंट्रीब्यूशन ऑफ इंडियन डायस्पोरा इन बिल्डिंग ए न्यू इंडिया 2018, रोल ऑफ इंडियन डायस्पोरा इन बिल्डिंग ए न्यू इंडिया 2019, कंट्रीब्यूटिंग टू आत्मनिर्भर भारत 2021, डायस्पोरा रिलायबल पार्टनर्स फॉर इंडियाज प्रोग्रेस इन अमृतकाल 2023, डायस्पोरा कंट्रीब्यूशन टू ए विकसित भारत 2025। प्रवासी भारतीय दिवसर एक मुख्य विषयवस्तु ହେଉଛି ଭାରତର ଆର୍ଥିକ ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଭୂମିକା। ଭାରତ ବାହାରେ ରହୁଥିବା ଭାରତୀୟ ମୂଳ ଲୋକଙ୍କୁ ନେଇ ଗଠିତ ଭାରତୀୟ ଡାୟାସ୍ପୋରା ସେମାନଙ୍କର ଭାରତରେ ନିଜ ପରିବାରଠାରୁ ପଠାଉଥିବା ଟଙ୍କା ମାଧ୍ୟମରେ ତଥା ଭାରତୀୟ ବ୍ୟବସାୟ ତଥା ରିଏଲ ଏଷ୍ଟେଟ୍ ବିନିଯୋଗ ମାଧ୍ୟମରେ ଭାରତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱିପାକ୍ଷିକ ଅଂଶଗ୍ରହଣକୁ ଭାରତ ସରକାର ସକ୍ରିୟ ଭାବରେ ଉତ୍ସାହିତ କରିଛନ୍ତି ଏବଂ ପ୍ରବାସୀ ଭାରତୀୟ ଭାରତର ବିଦେଶ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ଚିହ୍ନିବା ଏବଂ ପାଳନ କରିବା ପାଇଁ ଏକ ସୁଯୋଗ ଅଟେ। ପ୍ରବାସୀ ଭାରତୀୟ ଦିବସର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହେଉଛି ଭାରତ ଏବଂ ସେମାନେ ରହୁଥିବା ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବାର ଦ୍ୱିପାକ୍ଷିକ ଭୂମିକା। ଭାରତୀୟ ଦେଶବାସୀ ଏକ ବିବିଧ ଗୋଷ୍ଠୀ ଯେଉଁଥିରେ ଭାରତୀୟ ମୂଳ ଲୋକ ପୃଥିବୀର ବିଭିନ୍ନ ଦେଶରେ ବାସ କରନ୍ତି। ଏହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରୁ ଅନେକ ସେମାନଙ୍କର ଭାରତୀୟ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଛନ୍ତି। ପ୍ରବାସୀ ଭାରତୀୟ ଦିବସ ଏହି ସାଂସ୍କୃତିକ ବିବିଧତାକୁ ପାଳନ କରିବା ଏବଂ ବିଦେଶୀ ଭାରତୀୟ ସମ୍ପ୍ରଦାୟ ଏବଂ ସେମାନଙ୍କ ମାତୃଭୂମି ମଧ୍ୟରେ ବନ୍ଧନକୁ ମଜବୁତ କରିବା ଏକ ସୁଯୋଗ। ନିକଟ ଅତୀତରେ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ମଧ୍ୟ ସେମାନେ ରହୁଥିବା ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଭୂମିକା ଉପରେ ଧ୍ୟାନ ଦେଇଛନ୍ତି ଏବଂ ସେମାନଙ୍କର ଆୟୋଜକ ଦେଶର ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣମୂଳକ ପଦକ୍ଷେପକୁ ସମର୍ଥନ କରିବାରେ ସମ୍ପ୍ରଦାୟର ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ ଏହି ପ୍ରୟାସକୁ ଚିହ୍ନିବା ଏବଂ ପାଳନ କରିବା ଏବଂ ସେମାନଙ୍କର ଆୟୋଜକ ଦେଶରେ ନାଗରିକ ତଥା ସକ୍ରିୟ ନାଗରିକ ଭାବରେ ରହିବାକୁ ଉତ୍ସାହିତ କରିବା ପାଇଁ ଏକ ସୁଯୋଗ ଅଟେ।
ଏହି ଥିମ୍ ଗୁଡ଼ିକ ବ୍ୟତୀତ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ବିଦେଶୀ ଭାରତୀୟ ସମ୍ପ୍ରଦାୟକୁ ପରସ୍ପର ସହ ଏବଂ ଭାରତ ସରକାରଙ୍କ ସହ ଯୋଡ଼ି ହେବାର ସୁଯୋଗ ପ୍ରଦାନ କରନ୍ତି। ଇଭେଣ୍ଟ ସାଧାରଣତଃ ଏକ ସମ୍ମିଳନୀ ଏବଂ ସେମିନାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ନେଟୱାର୍କିଂ ସୁଯୋଗ ଦ୍ୱାରା ଚିହ୍ନିତ। ବିଦେଶୀ ଭାରତୀୟ ସମ୍ପ୍ରଦାୟ ଏକତ୍ରିତ ହେବା, ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଏବଂ ସେମାନଙ୍କ ପାଇଁ ଚିନ୍ତାର ବିଷୟ ଉପରେ ଆଲୋଚନା କରିବା ଏହା ଏକ ସୁଯୋଗ। ଏହା ମଧ୍ୟ ଭାରତ ସରକାରଙ୍କ ପାଇଁ ଏକ ସୁଯୋଗ ଯାହାଦ୍ୱାରା ଦେଶ ସହ ଜଡ଼ିତ ହେବା ଏବଂ ଦେଶ ଉପରେ ପ୍ରଭାବ ପକାଉଥିବା ପ୍ରସଙ୍ଗ ଉପରେ ସେମାନଙ୍କର ଇନପୁଟ୍ ଏବଂ ମାର୍ଗଦର୍ଶନ ଖୋଜିବା। ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର PBD ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର। ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ଏବଂ ଅଣ ବାସିନ୍ଦା ଭାରତୀୟ NRI ଏବଂ ଭାରତୀୟ ମୂଳ ବ୍ୟକ୍ତି PIO ମାନଙ୍କୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ଏବଂ ବିଦେଶରେ ଭାରତର ସ୍ୱାର୍ଥକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି। ଭାରତର ପ୍ରବାସୀ ଭାରତୀୟ ଦିବସ ଭାବରେ ପାଳନ କରାଯାଉଥିବା ଜାନୁଆରୀ 9ରେ ପ୍ରତିବର୍ଷ ପ୍ରବାସୀ ଭାରତ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥାଏ। ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କଳା ଏବଂ ସଂସ୍କୃତି, କଳାକାର୍ଯ୍ୟ, ଜନସେବା, ବାଣିଜ୍ୟ ଏବଂ ଶିଳ୍ପ ଏବଂ ବିଭିନ୍ନ କ୍ଷେତ୍ରରେ NRI ଏବଂ PIO ସଫଳତା ତଥା ଅବଦାନକୁ ସ୍ୱୀକୃତି ଦେବା ପାଇଁ ଭାରତ ସରକାର 2003ରେ ଏହି ପୁରସ୍କାର ଆରମ୍ଭ କରିଥିଲେ। ବିଦେଶୀ ଭାରତୀୟ ସମ୍ପ୍ରଦାୟ ପାଇଁ PBD ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, କାରଣ ଏହା ସେମାନଙ୍କ ମୂଳ ସହିତ ସଂଯୋଗ ହେବା ଏବଂ ଭାରତର ବିକାଶରେ ଯୋଗଦାନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥାଏ। ଏହା ମଧ୍ୟ ଭାରତ ସରକାରଙ୍କ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟ ସହ ଜଡ଼ିତ ହେବା ଏବଂ ଦେଶର ସଫଳତା ଏବଂ ପ୍ରଗତି ପ୍ରଦର୍ଶନ କରିବା ପାଇଁ ଉତ୍ତମ ସୁଯୋଗ ଅଟେ। PBD ହେଉଛି ଭାରତ ଏବଂ ଭାରତୀୟ ଦ୍ୱିପାକ୍ଷିକ ମଧ୍ୟରେ ଦୃଢ଼ ବନ୍ଧନ ଉତ୍ସବ ଏବଂ ଏହା ଭାରତର ଅଭିବୃଦ୍ଧି ତଥା ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଏକ ପ୍ରମାଣ।